ଯେତେବେଳେ ଏସ୍ଏସ୍ଡି ଏକ୍ଜାମ୍ର ନୋଟିଫିକେସନ୍ କ୍ୟାନସଲ୍ ହୋଇଗଲା ସେତେବେଳେ ମୋ ପରି ପ୍ରାୟତଃ ସମସ୍ତେ ଡିମୋଟିଭେଟ୍ ହୋଇଯାଇଥିଲା ଆଉ ତାପରେ ଗୋଟେ ଦୁଇ ଦିନ ପାଇଁ ପ୍ରାୟତଃ ସମସ୍ତେ ପଢ଼ା ଛାଡ଼ି ଦେଇଥିବେ। କିନ୍ତୁ ହଠାତ୍ ସରପ୍ରାଇଜଲି ଦେଖିଲା ବେଳକୁ କାଲି ନୋଟିଫିକେସନ୍ ଆସି ପହଞ୍ଚିଗଲା। ଭଗବାନ କରନ୍ତୁ ଏମିତି ଦିନେ ରାତିରେ ହେଉ କିମ୍ବା ସକାଳୁ ସକାଳୁ ଉଠିଲା ବେଳକୁ LTIର ନୋଟିଫିକେସନ୍ ମଧ୍ୟ ଆସିଯାଇଥାଉ। ସେଥିପାଇଁ ଆମେ ଆଉ ଡେରି ନକରି ଆମର ପ୍ରିପାରେସନ୍ ଷ୍ଟାର୍ଟ କରିବା ଦରକାର। ଯେହେତୁ ଏଥର TGT CBJED ଆଉ PCMରେ ବହୁତ କମ୍ ପୋଷ୍ଟ ଅଛି, ତା ତୁଳନାରେ ଆପ୍ଲିକାଣ୍ଟଙ୍କ ସଂଖ୍ୟା ବହୁତ ଅଧିକ, ତେଣୁ ଆମକୁ LTI ପାଇଁ ମଧ୍ୟ ଏବେଠୁ ପ୍ରିପେୟାର ହେବା ପାଇଁ ପଡ଼ିବ। ପ୍ରାୟତଃ ସମସ୍ତଙ୍କର କମ୍ପ୍ଲେନ୍ ଆସୁଛି ଯେ GK ପଢ଼ିବା ପାଇଁ ବହୁତ ପ୍ରୋବ୍ଲେମ୍ ହେଉଛି ଆଉ ତା ଛଡ଼ା ରିଭିଜନ୍ ମଧ୍ୟ ସମସ୍ତଙ୍କର ପ୍ରୋବ୍ଲେମ୍। ତ ମୁଁ ଆପଣମାନଙ୍କ ସହିତ ସେୟାର କରିବି ମାଇଣ୍ଡ ମ୍ୟାପିଂ କେମିତି ମୁଁ ନୋଟ୍ ତିଆରି କରେ, ମାନେ 4-5 ପେଜ୍ର ନୋଟ୍କୁ କିପରି କମ୍ପ୍ରେସ୍ କରି ମୁଁ ଗୋଟେ ପେଜ୍ରେ ଲେଖେ ଯାହାଫଳରେ କି ରିଭିଜନ୍ କରିବା ପାଇଁ ସୁବିଧା ହୁଏ। ଆଉ ତା ଛଡ଼ା ଲଙ୍ଗ୍ ଭିଡ଼ିଓରେ କାଲି ମୁଁ ସେୟାର କରିବି ଯେ କେମିତି ମୁଁ ନୋଟ୍ ପ୍ରିପେୟାର କରୁଛି ଆଉ ତା ସହିତ ରିଭିଜନ୍ ମଧ୍ୟ କରୁଛି। ଏକ୍ସପିରିଏନ୍ସରୁ ଆଉ ନିଜ ଭୁଲରୁ ମୁଁ ଶିଖିବା ପାଇଁ ପାଇଛି, ଯାହାଫଳରେ କି ରିଭିଜନରେ ବହୁତ ଗୁଡ଼ିଏ ଚେଞ୍ଜେସ୍ ମଧ୍ୟ ମୁଁ ଆଣିଛି। ଆଶା କରୁଛି